ଗୋଟିଏ ବଣରେ ସିଂହ, କାଉ ଏବଂ ବିଲୁଆ ସାଙ୍ଗ ହୋଇ ରହୁଥିଲେ। ତିନି ଜଣଙ୍କ ଭିତରେ ଥିଲା ବହୁତ ଭଲ ବନ୍ଧୁତା। ଜଣେ ଅନ୍ୟ ଜଣଙ୍କୁ କ୍ଷଣେ ନ ଦେଖିଲେ ରହିପାରୁନଥିଲେ। ସିଂହ ଶିକାର କରି ଆଣେ, ବିଲୁଆ ଆଉ କାଉ ତାକୁ ଆରାମରେ ଖାଆନ୍ତି। ସେ ଦୁହିଁଙ୍କୁ କିଛି କାମ କରିବାକୁ ପଡ଼ିନଥାଏ। କେବଳ ସିଂହର ଚାଟୁକାରିତା କରୁଥାନ୍ତି ଦିନସାରା। ଆରେ ଭାଇମାନେ, କୁଆଡ଼େ ଗଲ? ଆସ, ଆରେ ଆସ, ଦେଖ ବଢ଼ିଆ ଜିନିଷଟେ ଆଣିଛି। ମୈତ୍ରେ, କଣ ଆଣିଛ ବା? ମୈତ୍ର, ଆସିଲନି କି? ଏଇ ନିଅ, ଖାଅ, ପେଟ ପୂରେଇ ଖାଅ। ତମେ ଥିବା ଯେ ଆମର ଆଉ ଚିନ୍ତା କଣ ମ? ଆମେ ଦିନ ରାତି ଖାଲି ମଉଜ କରିବୁ। ହଁ, ପଶୁପକ୍ଷୀଙ୍କର ଆଉ ଚିନ୍ତା କଣ ଯେ? ପେଟକୁ ଗଣ୍ଡାଏ ଦାନା ମିଳିଲେ କଥା ସରିଲା। ଯେପର୍ଯ୍ୟନ୍ତ ମହାରାଜ ଅଛନ୍ତି ଆମେ କାହିଁକି କଣ ଚିନ୍ତା କରିବୁ? ହେଲେ କାଲି ସକାଳେ ଯଦି ମହାରାଜ ଆମ ହାତ ଛାଡ଼ିଦେବେ କଣ କରିବା କହିଲ? ଆରେ ବାବା, ଆଜି କଥା ଆଜି ଚିନ୍ତା କର। ବର୍ତ୍ତମାନ ବଞ୍ଚିବା ଶିଖ। ଭବିଷ୍ୟତ କଥା ଚିନ୍ତା କରନି। ହେଲେ ଗୋଟେ କଥା ମନେ ରଖ, ଯେ ପର୍ଯ୍ୟନ୍ତ ମୁଁ ଅଛି ସେ ପର୍ଯ୍ୟନ୍ତ ତମର କୌଣସି କ୍ଷତି ହେବ ନାହିଁ। ସିଂହରାଜା ପ୍ରତ୍ୟେକ ଦିନ ଶିକାର କରିବାକୁ ବଣ ଭିତରକୁ ଯାଆନ୍ତି। ତାଙ୍କର ଦିନେ ହାତୀ ଶିକାର କରିବାକୁ ଇଚ୍ଛା ହେଲା। ଯୋଗକୁ ହାତୀଟିଏ ବି ମିଳିଗଲା। ହେଲେ ହାତୀକୁ ଶିକାର କରିବା ବେଳେ ସିଂହରାଜ ଆହତ ହେଲେ। ତାଙ୍କର ଗୋଟିଏ ବହୁତ ବଡ଼ ଖଣ୍ଡିଆ ହେଲା, ଯୋଉଟା ଜମା ଶୁଖିଲାନି। ମୈତ୍ର, ତମେ ମାନେ ଦେଖିପାରୁଛ ନା ଏ ଘାଟା କେମିତି ଦିନକୁ ଦିନ ବଢ଼ିବାରେ ଲାଗିଛି। ମତେ ଲାଗୁଛି ଏ ଘା ଆଉ ଶୁଖିବନି। ହେଲେ ମୁଁ ଗୋଟେ କଥା ଶୁଣିଛି, ଏମିତି ଖଣ୍ଡିଆ ପାଇଁ ଯଦି ଓଟ ମାଂସ ଖାଇପାରିବେ ତାହେଲେ ଘାଟା ଜଲ୍ଦି ଭଲ ହେଇଯିବ। ହେଲେ ଏଇଟା ତ ବଣ, ଓଟ ଏଠି କୋଉଠି ମିଳିବ? ତା ଛଡ଼ା ଏ ଘାଟା ହବା ପରେ ମୋର ବି ଆଉ ଶିକାର ପାଇଁ ବଳ ପାଉନି। ବ୍ୟସ୍ତ ହୁଅନ୍ତୁନି ମହାରାଜ, ମୁଁ କାଲି ଆପଣଙ୍କୁ ଓଟ ମିଳିବ କି ନାହିଁ କହୁଛି। କୋଉଠୁ ମିଳିବ ଯେ? ମୋର କାହିଁକି ଅସମ୍ଭବ ମନେ ହେଉଛି। କାଉ ଓଟ ସାଙ୍ଗରେ ପୁରା ମିଶିଯାଏ, ଆଉ ତାକୁ ସତ ମିଛ କହି ତା ସାଙ୍ଗରେ ବନ୍ଧୁତା ସ୍ଥାପନ କରେ। ଜାଣିଛ, ଏ ବଣର ରାଜା ହେଉଛନ୍ତି ସିଂହ ମହାରାଜ। ମୁଁ ଆଉ ବିଲୁଆ ହଉଛୁ ତାଙ୍କର ଖାସ୍ ସାଙ୍ଗ। ଆଜି ତମେ ମୋର ସାଙ୍ଗ ହେଇଗଲ, ତେଣୁ ସେମାନେ ବି ତମର ସାଙ୍ଗ ହେଇଯିବେ। ହେଲେ ସିଂହକୁ ଦେଖିଲେ ତ ମତେ ଭାରି ଡର ମାଡେ। ସେ ତ ଦେଖିବା ମାତ୍ରେ ମତେ ଖାଇଦେବେ। ତମେ ଯୋଉ କଥା କହୁଛ ନା, ସେମିତି ହେଇଥିଲେ ମହାରାଜ ତ ଆମ ଦି ଜଣଙ୍କୁ ବି ମାରି ଖାଇ ଦେଇଥାନ୍ତେ। ଶୁଣ, ମହାରାଜଙ୍କ ପାଖରେ ରହିଲେ ତମକୁ ବଣର ଅନ୍ୟ ପଶୁମାନେ ଆଖି ଉଠେଇ ଚାହିଁବାକୁ ସାହସ ବି କରିବେନି, ବୁଝିଲ? ସତ କଥା ତ, ମୁଁ ଏକଥା ଆଗରୁ କେବେ ଚିନ୍ତା କରିନଥିଲି। ଓଟକୁ ଧରି କାଉ ଯାଇ ପହଞ୍ଚିଲା ସିଂହ ମହାରାଜଙ୍କ ପାଖରେ। ଓଟକୁ ଦେଖିବା ପରେ ସିଂହ ମହାରାଜଙ୍କର ହୋସ ବସିଲା। ସିଂହ, ବିଲୁଆ ଓ କାଉ ସମସ୍ତେ ଓଟ ସାଙ୍ଗରେ ଖାଲି ଉପରେ ଉପରେ ମିଶୁଥାନ୍ତି।
କିନ୍ତୁ ତାଙ୍କର ଅସଲ ଉଦ୍ଦେଶ୍ୟ ଥିଲା ଓଟ ଶିକାର କରିବା। ଯେହେତୁ ସିଂହ ରାଜାଙ୍କର ଦେହ ଦୁର୍ବଳ ହୋଇଯାଇଥିଲା, ସେ ଶିକାର କରିପାରୁନଥିଲେ। ଥରେ ବଣରେ ଅକାଳ ପଡ଼ିଲା। ବର୍ଷା ହେଲାନି। ସବୁ ପଶୁପକ୍ଷୀ ବଣ ଛାଡ଼ି ଚାଲିଗଲେ। ସିଂହରାଜଙ୍କୁ ଆଉ କିଛି ଖାଦ୍ୟ ମିଳିଲାନି। ତାପରେ ସିଂହ, କାଉ ଓ ବିଲୁଆଙ୍କର ପୂର୍ବ ଯୋଜନା ଅନୁଯାୟୀ ସେମାନେ ଓଟକୁ ଖାଇବା ପାଇଁ ଷଡ଼ଯନ୍ତ୍ର କଲେ। ଆଉ ସେ ଷଡ଼ଯନ୍ତ୍ରରେ ଆପେ ଆପେ ଫସିଗଲା ଓଟ। ଜାଣିଲେ ମହାରାଜ, ବଣରେ ଯେତେ ପଶୁପକ୍ଷୀ ଥିଲେ ସମସ୍ତେ ବଣ ଛାଡ଼ି ପଳେଇଛନ୍ତି। ଆଉ ଜଣେ ବି କେହି ନାହାନ୍ତି। ଏବେ ଏବେ କ'ଣ କରିବା? କ'ଣ ଆଉ କରିବା? ଏଣିକି ତ ଭୋକ ଉପାସରେ ମରିବାକୁ ହବ। ମୋର କାହିଁ ଆଉ ବେଶୀ ଦିନ ଲାଗୁନି। ଇଏ କି କଥା କହୁଛନ୍ତି ମହାରାଜ? ମୁଁ ଥାଉ ଥାଉ ଆପଣ ଭୋକରେ ମରିବେ? ଅସମ୍ଭବ। ଆପଣ ମତେ ଖାଇଦିଅନ୍ତୁ। ଇଏ କ'ଣ କହୁଛ ମିତ୍ର? ସେ ଠିକ କହୁଛନ୍ତି ମହାରାଜ। ଆମେ ବା ମୈତ୍ର। ଆମେ ଥାଉ ତ ଆପଣ କଷ୍ଟ ପାଇବେ। ଆମେ ସହିବୁ କେମିତି? ଜୀବନ ସାରା ଆପଣ ଆମକୁ ଖାଦ୍ୟ ଖୁଆଇ ବଞ୍ଚାଇଛନ୍ତି। ଆଉ ଆଜି ଏ ଦୁର୍ଦିନରେ ଆମେ ଆପଣଙ୍କୁ ଛାଡ଼ିଦେବୁ? ଆପଣ ବିଲୁଆ ମୈତ୍ରଙ୍କୁ ଛାଡ଼ନ୍ତୁ ମହାରାଜ। ଆଗ ମତେ ଖାଇଦିଅନ୍ତୁ। ଏ କଥା ଯେ ଓଟକୁ ଫସେଇବା ପାଇଁ ଥିଲା, ତାହା ଓଟ ବୁଝିପାରିଲାନି। ସେ ଦେଖିଲା ସମସ୍ତେ ଯେତେବେଳେ ବାହାଦୁରୀ ନେବାକୁ ଚାହୁଁଛନ୍ତି, ସେ କାହିଁକି ପଛରେ ରହିବ? ସେ ବି ସିଂହ ମହାରାଜଙ୍କୁ ତାକୁ ଖାଇବା ପାଇଁ ଅନୁରୋଧ କଲା। ଦେଖନ୍ତୁ ମହାରାଜ, ମୁଁ ହେଲି ସବୁଠୁ ବଡ଼ ପ୍ରାଣୀ। ମତେ ମାରିଦେଲେ ଆପଣ 3 ଜଣ ଅତି କମରେ 4-5 ଦିନ ଚଳିଯିବେ। ତେଣୁ ମତେ ଖାଇବା ବ୍ୟବସ୍ଥା କରନ୍ତୁ। ନା ନା, ଇଏ କେମିତି କଥା କହୁଛ ମିତ୍ର? ଏଥିରେ ଅସୁବିଧା କ'ଣ ଅଛି ମହାରାଜ? ସେ ତ କିଛି ଭୁଲ କହୁନାହାନ୍ତି। ଆରେ, ମୁଁ କିଛି ଭୁଲ ଭାଲ କହିଦେଲି କି? ଆଉ ଚିନ୍ତା କରନ୍ତୁନି ମହାରାଜ, ଏଥିରେ କିଛି ପାପ ହବନି। ଓଟ ଭାଇ ଆପେ ଆପେ ରାଜି ହେଇଛନ୍ତି। ଆମେ କ'ଣ ତାଙ୍କୁ ବାଧ୍ୟ କରିଥିଲେ? ହଉ, ଠିକ ଅଛି ତାହେଲେ।